ଧାନ ତମେ ପାଡ଼ି ଦେଇଛ। ଆଇକିନା ପାଡ଼ିଲୁ ତ ପାଡ଼ିଲୁ ଚାମୁଚେ ଖଣ୍ଡେ ହଗି ଦେଇଛୁ। ଗନ୍ଧେଇଲା ଜିନିଷ ଭଲ ଯତ୍ନ ନଉନ। କିଲୋ 8 ଗଡ଼ରେ 12 ଟଙ୍କା, ଏଠି 25 ଟଙ୍କା। 2 କୁଇଣ୍ଟାଲ କିଣି ଆଇଲେ ସାଙ୍ଗେ ସାଙ୍ଗେ ମାଲ। ପଇସାର ଅଭାବ ନାହିଁ, ପଇସାଟା ବଡ କଥା। ବହୁତ ପଇସା ଖର୍ଚ୍ଚ କରୁଛନ୍ତି। ମୁଁ ଖାଲି ଚୂନ ମାରିଦେଲେ ସମସ୍ତେ ବୁଝିଯିବେ। ସବୁ ପ୍ରକାର ଆପଣ ଏଇଟା ବାହାର କରୁଛନ୍ତି, ଆପଣ ବେକ ବାହାର କରୁଛନ୍ତି, ପେଟ କମେଇଛନ୍ତି, ଭେରାଇଟି କରୁଛନ୍ତି। ଏମିତି କୌଣସି ଜିନିଷ ଅଛି ଆପଣ ଏକ୍ସରସାଇଜ କରୁନାହାନ୍ତି। ଭାଇ ମୋର କହିଲେଣି କଣ ଶୁଣ, ସେ ଯାହା ବି ହଉ ଏକ୍ସରସାଇଜ ବିଷୟରେ ସରିଲା ପରେ ମୁଁ କ୍ୟାମେରା ପଛରେ ଆପଣ ମାନଙ୍କୁ ଡାକୁଛି। ମାନେ 10 ମାସ ବାପା ମାମୁଁ ଡାକିବିନି, ସେଇ ବାପା ଡାକିବି। ଆପଣ ଯଦି ଏଥର ମାଲଟା ନେଇଯାଇଛନ୍ତି ଘରକୁ ଯିବେ, ବାବା ଏଇଟା କହିବେ, କେବେ କହିବେନି ବାପାଙ୍କୁ ମାମୁଁ ଏଟା କହିବେ। ସେମିତି ବର୍ଷ ଯାକ ପାଠ ଘୋଷା ପାଠ। ନମସ୍କାର, ଜୟ ଜଗନ୍ନାଥ। ମୁଁ ଆପଣ ମାନଙ୍କର ପ୍ରିୟ କମେଡିଆନ କାଳିଆ। କାଳିଆ ମୋ ବୋଉ ଦେଇଥିଲା, ଜନ୍ମ ବେଳେ ବୋଉ ଦେଇଥିଲା। ହଁ, ପୁରା ମାନେ ଲୋକ ଇର୍ଷା କରିବେ ତ, ଏତେ ମାନେ ମୁଁ ଗୋରା, ଶୀତେ ମୋ ନା କାଳିଆ ଦେଇ ଦେଇଛନ୍ତି ଆଉ। ଯାତ୍ରା ପାର୍ଟିର ପ୍ରଥମ ବର୍ଷ ଭଳି ଆଉ। ପ୍ରଥମ ବର୍ଷ। ହଁ। ନାଇଁ, ସିନେମା ଭଗବାନଙ୍କ ଦୟାରୁ 50-60 ସିନେମା କଲା ପରେ, ବହୁତ ରିଏଲିଟି ଶୋ କଲା ପରେ, ସବୁ କଲା ପରେ ଯାତ୍ରା ଟେଷ୍ଟ ମୁଁ ନେଇନଥିଲି। ମୁଁ ଦର୍ଶକ କାଚ ଭିତରେ ଦେଖୁଥିଲି। ଏବେ ଦର୍ଶକଙ୍କ ପାଖକୁ ଯିବି, ଡାଇରେକ୍ଟ ଫେସ ଟୁ ଫେସ, ଭଲ ଲାଗିବ। ସେଥିପାଇଁ ଆସିଲି। ଯାତ୍ରାର ଟେଷ୍ଟ ପାଇଁ ଆସିଲେ ନା ଟଙ୍କା ଅଧିକ ବୋଲି ଆସିଲେ? ଟଙ୍କା ଭାଇ ବଡ କଥା ନୁହେଁ। ଆମେ ସିନେମା ଲାଇନରେ ବି ଟଙ୍କା କମଉଛୁ ବୋଲି ଆଜି 15 ବର୍ଷ ହେଲା ସିନେମା ଲାଇନରେ ଅଛୁ। ବଞ୍ଚିଛୁ, ଖାଇଛୁ, ଗାଡି ଚଲଉଛୁ, ସବୁ ସେଇଆ। ପଇସା ନୁହେଁ, ପଇସା ତ ଅଲଗା ବାଟରେ କଣ କରିହବନି, ଖାଲି ଏଇ ବାଟରେ ପଇସା କରିହବ। ବାଇଗଣ କିଲୋ 8 ଗଡ଼ରେ 12 ଟଙ୍କା, ଏଠି 25 ଟଙ୍କା। 2 କୁଇଣ୍ଟାଲ କିଣି ଆଇଲେ ସାଙ୍ଗେ ସାଙ୍ଗେ ମାଲ। ପଇସାର ଅଭାବ ନାହିଁ, ପଇସାଟା ବଡ କଥା। ଫିଲ୍ମ କରୁଥିଲେ, ମ୍ୟୁଜିକ ଭିଡିଓ କରୁଥିଲେ, କମେଡି କରୁଥିଲେ, ସେଠି ଟେକ୍ ଥାଏ, କିନ୍ତୁ ଯାତ୍ରାରେ ଟେକ୍ ନଥାଏ। ଯାତ୍ରା କେମିତି ଆପଣ ଆକ୍ସେପ୍ଟ କରିବେ? ଯାତ୍ରାରେ ଭାରି ମଜା ଲାଗିବ। କଣ ମଜା ଲାଗିବ? ଯାତ୍ରାରେ କଷ୍ଟ ନାହିଁ। କଷ୍ଟଟା ଖାଲି ହଉଛି ରାତି ଅନିଦ୍ରା। ଅଭିନୟରେ କାହିଁକି କଷ୍ଟ ନାହିଁ? ଆମର ସିନେମାରେ କଣ, ୱିଦିନ 5 ମିନିଟ୍ 10 ମିନିଟ୍ ପୂର୍ବରୁ ଆମେ 12 ପେଜ 8 ପେଜ 7 ପେଜ ମାଷ୍ଟର ଲାଗିବ, ସାଙ୍ଗେ ସାଙ୍ଗେ ଘୋଷିବୁ, ସାଙ୍ଗେ ସାଙ୍ଗେ କରିବୁ। ଏଠି ଆଜ୍ଞା ରେଲସେଲ ଅଛି। ରେଲସେଲ ଆଜି ବାପା ଡାକୁଛି ମାନେ 10 ମାସ ବାପା ମାମୁଁ ଡାକିବିନି, ସେଇ ବାପା ଡାକିବି। ଆପଣ ଯଦି ଏଥର ମାଲଟା ନେଇଯାଇଛନ୍ତି ଘରକୁ ଯିବେ, ବାବା ଏଇଟା କହିବେ, କେବେ କହିବେନି ବାପାଙ୍କୁ ମାମୁଁ ଏଟା କହିବେ। ସେମିତି ବର୍ଷ ଯାକ ପାଠ ଘୋଷା ପାଠ। ନାଇଁ, ଏଇଠି ରେଲସେଲ ଭାଇ ପୁରା କ୍ଲିୟର। ଏଠି ଷ୍ଟେଜ ରେଲସେଲ ହବ, ତା ଭିତରେ କଣ ଆମେ ସବୁଦିନ କଲୁ। ଆମେ ସମସ୍ତେ ଚାହିଁବେ ନିଜ ଜାଗା କେମିତି ଭଲ କରିବା ପାଇଁ। ସେ ବାହାର ଯିବ, ନାଟକ ବାହାରିଲା ବେଳକୁ କଳାକାର ରେଡି। ଆଜ୍ଞା 100% ଭଲ କରିବେ। ଆପଣ ମାନଙ୍କ ଆଶୀର୍ବାଦ ରହିଲେ ମୁଁ କିଏ ବା, ମୁଁ କିଛି ନୁହଁ। ନାଇଁ, ରଙ୍ଗର ମହଲ, ପୁରା ରଙ୍ଗ ହବା ଦରକାର। ମୋର ଆଗରୁ ରଙ୍ଗ ଥିଲା, ଏଇଟା ଗ୍ରୀନ୍ ଥିଲା, ଏବେ ଜଷ୍ଟ ହାଲକେଇକି ମୁଁ ନାଲି କରିଛି। ରଙ୍ଗମହଲ ପାଇଁ ନୂଆ ନୂଆ ଜାଗାରେ ନୂଆ ଷ୍ଟାଇଲ ଗୋଟେ। ବିଜେପି ଥିଲା, ବିଜେପି ଆସିଲା ବୋଲି ଏ ରେଡ ନାଇଁ, ହେଇଗଲା। ମୁଁ କୋଉ ଦଳର ନୁହେଁ। ସେ ଯୋଉ ଇଲେକ୍ସନ ଆଇଲେ ମୁଁ ଯାଏ, କିଛି ମାଲ କମାଏ, ସତ କଥା, କିଛି ଖର୍ଚ୍ଚ ବାର୍ଚ୍ଚ ବାହାରେ। ମୁଁ ସବୁ ଦଳର। କେତେ ମାଲ ଧାନ ତମେ ପାଡ଼ି ଦେଇଛ। ଆଇକିନା ପାଡ଼ିଲୁ ତ ପାଡ଼ିଲୁ ଚାମୁଚେ ଖଣ୍ଡେ ହଗି ଦେଇଛୁ। ଗନ୍ଧେଇଲା। ସେଟା ଗୋଟେ ବଡ ଭାଇରାଲ ହେଇଥିଲା, 5 ମିଲିୟନ ଖଣ୍ଡେ ହେଇଥିଲା। ଆଉ ଗୋଟେ ଭିଡିଓ ଭାଇରାଲ ହେଇଥିଲା, ଜିନିଷ ଭଲ ଯତ୍ନ ଜିନିଷ ଭଲ ଯତ୍ନ ନଉନ। ଏଇ ଯୋଉ ଜିନିଷ ହଉଛି ଗୋଟେ ନାଟକରେ ମୋର ଡାଇଲଗ ଥିଲା। ଜିନିଷ ମାନେ ଦେଖ, ଗୋଟେ ବଢିଆ ଘରଟେ ତମେ ବନେଇଛ, ସୁନ୍ଦର ଘର, କି ସୁନ୍ଦର ଗାଡି, କି ସୁନ୍ଦର ମନ୍ଦିରଟେ ତିଆରି କରିଛ। ମନ୍ଦିର ଭିତରୁ ପଶିଲା ବେଳକୁ ଅଳିଆ ମଳିଆ ସଫା କରୁନ, ଜିନିଷ ଭଲ। ନାଇଁ ନାଇଁ, ଅଲଗା ସେମିତି ନୁହଁ। ଗୋଟେ ଭଲ ଜିନିଷକୁ, ହଁ ସୁନ୍ଦର ସ୍ତ୍ରୀ ବି ହେଇପାରିବ। ସୁନ୍ଦର ଧର ସ୍ତ୍ରୀଟିକୁ ଆପଣ ବାହା ହେଲେ, ଦେଖିବାକୁ ବହୁତ ସୁନ୍ଦର, ତା ମୁଣ୍ଡ ଆଳିଆ ମଳିଆ କରି ଶାଢୀ ପିନ୍ଧିଥିବ, ଅଲଗା ପ୍ରକାର ଜିନିଷ ଭଲ, ଯତ୍ନ ନଉନ ଭାଇ। ନାଇଁ ନାଇଁ, ମୁଁ ତ ସେ ସିନେମା ଲାଇନରେ ଭଗବାନ ଦୟାରୁ ଆମର ସେଗୁଡା କିଛି ନାହିଁ। ଯେମିତି ଯେମିତି ଚରିତ୍ର ମିଳିବ, ମୁଁ ଯାହା ମିଳିବ, ଭିଲିଆନ ମିଳିଲେ କରିବି, କମେଡି ମିଳିଲେ କରିବି, ହିରୋ ମିଳିଲେ କରିବି, ଯାହା ମିଳିବ। ସୁନା ହଉ କି ହୀରା ହଉ କି ରୂପା ହଉ, ଜିନିଷ ଭଲ। ଓହୋ, ଏ ବର୍ଷ ଏ ଡାଇଲଗ ଟେ ରହିବ। ଏଇଠି ବସିଥିଲୁ ଭାଇ ମାନେ, ସେଠି କଥା ବାହାରୁ ବାହାରୁ ଗୋଟେ ବାହାରିଗଲା ଆଉ, ଜିନିଷ ଭଲ ଯତ୍ନ ନଉନ ଆଉ। ଆପଣ ଭାଇ ଆପଣଙ୍କ ଜିନିଷର କେତେ ଯତ୍ନ ନିଅନ୍ତି? ମୁଁ ବହୁତ କିଛି ନିଏ।
କେମିତି ଆସିବନି? ବହୁତ ଜିନିଷ ମିଡିଆ ଆଗରେ ତ କହିହବନି, ସଇଲା ପରେ ବଢିଆ ମୁଁ ଯୋଉ ଯତ୍ନ କହିବି ତମେ କହିବ ଭାଇ ଆମର ବଢିଆ କଥାଟେ କହିଲା। ମୁଁ ଗୋଟିଏ କଥା କହିବି, ଆପଣ ମାନେ ଜିମ୍ ରେ ବହୁତ ପଇସା ଖର୍ଚ୍ଚ କରୁଛନ୍ତି, ମୁଁ ଖାଲି ଚୂନ ମାରିଦେଲେ ସମସ୍ତେ ବୁଝିଯିବେ। ସବୁ ପ୍ରକାର ଆପଣ ଏଇଟା ବାହାର କରୁଛନ୍ତି, ଆପଣ ବେକ ବାହାର କରୁଛନ୍ତି, ପେଟ କମେଇଛନ୍ତି, ଭେରାଇଟି କରୁଛନ୍ତି, ଏମିତି କୌଣସି ଜିନିଷ ଅଛି ଆପଣ ଏକ୍ସରସାଇଜ କରୁନାହାନ୍ତି। ଭାଇ ମୋର କହିଲେଣି କଣ ଶୁଣ, ସେ ଯାହା ବି ହଉ ଏକ୍ସରସାଇଜ ବିଷୟରେ ସରିଲା ପରେ ମୁଁ କ୍ୟାମେରା ପଛରେ ଆପଣ ମାନଙ୍କୁ ବୁଝେଇଦେବି। ଭାଇମାନଙ୍କ କଥା ଭାରି ଭଲ ଲାଗିଲା। ଏତିକି ଆଶୀର୍ବାଦ ରଖ ସାନ ଭାଇଟା ଉପରେ, ଏ ବର୍ଷ ଯାଉଛି ରଙ୍ଗମହଲରେ କେମିତି ଭଲ କରେ। ଆପଣ ମାନେ ଚାହିଁଲେ ତ ହିଟ୍ ହିଁ ହିଟ୍, ଆଉ କଣ ଜିନିଷ ଭଲ ମୁଁ ଯତ୍ନ ନେବି। ଜୟ ଜଗନ୍ନାଥ।